ମାଲକାନଗିରି ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଆଜି ସକାଳେ ପଦ୍ମଗିରି ଛକ ନିକଟରେ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ 311 ଗୋଟି କଇଁଛ ଜବତ କରିବା ସହ 3 ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଛକି ରହିଥିଲେ। ଆନ୍ଧ୍ରପ୍ରଦେଶରୁ କଇଁଛ ଭର୍ତ୍ତି ହୋଇ ଆସୁଥିବା ସନ୍ଦିଗ୍ଧ ବୋଲେରୋ ଗାଡ଼ିକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ବହୁ ପରିମାଣର କଇଁଛ ଠାବ କରାଯାଇଥିଲା। ଏହାପରେ ବନ ବିଭାଗ ତୁରନ୍ତ ଗାଡ଼ି ଓ କଇଁଛଗୁଡ଼ିକୁ ଜବତ କରି ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ଗଣତି ବେଳେ 288ଟି ଜୀବିତ ଓ 23ଟି ମୃତ କଇଁଛ ମିଳିଥିଲା। ଅର୍ଥାତ୍ ମୋଟ 311 ଗୋଟି କଇଁଛ ଚୋରାଚାଲାଣ ହେଉଥିବା ବେଳେ ବନ ବିଭାଗର ଜାଲରେ ଧରାପଡ଼ିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ପୋଲାଭରମ ଜିଲ୍ଲା ଦେବରପଲ୍ଲୀ ଗ୍ରାମର ସିଦ୍ଲା ରାଜ ରେଡ୍ଡି, ଏନ୍ ଅମରନାଥ ଏବଂ ମାଲକାନଗିରି ଜିଲ୍ଲାର ଏମ୍ପିଭି 65 ଗ୍ରାମର ରବିନା ମିର୍ଦ୍ଧା। ବର୍ତ୍ତମାନ ସେମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଚୋରାଚାଲାଣ ରାକେଟର ଅଧିକ ଲିଙ୍କ ଖୋଜାଯାଉଛି। ମାଲକାନଗିରି ସହାୟକ ବନ ସଂରକ୍ଷକ ଅଧିକାରୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ଶୀଘ୍ର କୋର୍ଟ ଚାଲାଣ କରାଯିବ ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆମର ଯୋଉ କଇଁଛ ଅଛି ହାଫ୍ ସେଲ୍ ଟର୍ଟଲ ଅଛି ସିଭିଲ୍ ୱାନ୍ ର ତାକୁ ଆମ ଷ୍ଟାଫ ଆଜି ପଦ୍ମଗିରି ଛକ ପାଖରେ ଧରିଛନ୍ତି, ଯୋଉଟା କି 311 ନମ୍ବର ଥିଲା। ଆଉ ତାକୁ ଆମେ 3 ଜଣ ଆକ୍ୟୁଜକୁ ଧରିଛୁ। ବୋଲେରୋ ଗାଡ଼ିରେ ସେମାନେ ନେଇକି ଯାଉଥିଲେ, ତ ତାକୁ ଆମେ ଏବେ କାଗଜପତ୍ର କରିକି ଫରୱାର୍ଡ କରୁ। ସେ ଆମେ 10ଟା ବେଳ ଟାଇମ୍ ଥିଲା, ଇଏ କରୁଥିଲୁ, ରିଟର୍ନ କରୁଥିଲୁ। ତାପରେ ସବୁ ଗଣାଗଣି ଏସବୁ ସରିଲା ବେଳକୁ ଏବେ ହେଇଛି ଆଉ 11:30। ଜଣେ ଆନ୍ଧ୍ରାର ଅଛି ଆଉ 2 ଜଣ MB 69 ନା 65 ସରି ପାଖରୁ ଅଛନ୍ତି।